ହେଇ ବା ପପୁର ବୋଉ କୁଆଡେ ଯାଇଥିଲ ନା କଣ ବା? ଆଉ ଆଜି ଅକ୍ଷୟ ତୃତୀୟାରେ କଣ କଲ ବା? କଣ ଖାଇଲ, କଣ କିଣିଲ, କଣ ପିନ୍ଧିଲ, କଣ କଲ ସବୁ? ଏଇ ଯାଇଥିଲେ ଆମେ ଟିକେ ଭୁବନେଶ୍ୱର ଯାଇଥିଲୁ। ଏ ଯୋଉ କଣ ଆଜି ଅକ୍ଷୟ ତୃତୀୟା ନାଇଁ କି? ଆଇଥିଲୁ ଭୁବନେଶ୍ୱର, ଆମର ତ ତମେ ଜାଣିଛ। ଆଉ ମୁଁ ଯାଇଥିଲି ଗୋଟେ ଦି ତିନି ତୁଳାର ସୁନା କିଣିକି ଆଇଲି। ଆଉ ଅକ୍ଷୟ ତୃତୀୟା ହବ ନା ବାପା କହିଲେ ଭୁବନେଶ୍ୱର ଯିବା ସୁନା କିଣିକି ଆଣିବା। ହଁ ଆମର ତ ଏଇ ପାଖାପାଖି ଛୋଟ ମୋଟ ଦୋକାନରେ କିଣୁନା। ଏଇ ଭୁବନେଶ୍ୱର ଯାଇଥିଲି 3 ତୁଳା ଖଣ୍ଡେ କିଣିଲି। ଆଉ ଆସିଲି ବାପା କହିଲେ ଆଉ କଣ କିଣୁ, ଶାଢୀ 4-5 ହଳ କିଣିଲେ। ଆଉ ଆମେ ତ ସବୁ ଶାଢୀ ପୁରା ପାଟ ଭଳିଆ ମୁଁ ସମ୍ବଲପୁର କିଣେ ହେଲା। ଆଉ ତମେ ତ ଜାଣିଛ ଆମର ତ ଛୋଟ ମୋଟ ଲୋକ ତମ ଭଳିଆ ନୁହଁ। ଆଉ ଏମିତି ପୁରା ସୁନା ଫୁନା କିଣିକିରି ଆସିଲି। ଆଉ ତମେ କଣ କିଣିଲ ଅକ୍ଷୟ ତୃତୀୟାରେ ବା? ନାଇଁ କଣ ଆଣିବୁ ଏଇ ପୂଜା ପାଇଁ ଯାଇକି ଗୋଟେ ଚେନ ନେଲୁ ଆଗକୁ କାମରେ ଦବ ବୋଲି। ଆଉ ଝଗଡା କରୁଥିଲ ଆଣିବ ବୋଲି ସୁନା, ତା ବାପା ମନା କଲା ବୋଲି ପାଖ ଦୋକାନ ଯାଇ ଝୁଣ୍ଟିଆ ନେଇକି ଆଇଲେ। ପପୁ ଆସି କହୁଥିଲା ଏତେ ମିଛ ତମର, ଭାରି ଫୁଟାଣି ତମର। ଏଇ ଫୁଟାଣି ଗୁଣ ସାଙ୍ଗ ହୁଏ ନା। ହଁ ଦେଖିଛ ଆମେ ବା ମୁଁ ବା ଆମର କାର ବୁକ୍ କରିକି ଯାଇଥିଲୁ ଭୁବନେଶ୍ୱର। ଏଇନା ଆଇଲି ଦେଖିଛ ଝୁଣ୍ଟିଆ କିଣିଥିଲି। ମୁଁ ବା 3 ତୁଳା କିଣିଥିଲି। ସିଏ ଗୋଟେ ପିଲା କଣ କହିଦବ ତା କଥା ବିଶ୍ୱାସ କରୁଛି। ଏ ମାଇକିନା ଖଚଡ ଦେଖି ପାରୁନି ମୁଁ ସୁନା କିଣିବି। ଖଚଡି ମାଇକିନା ଯୋଗୁନି ଖାଇ ଝାଡା ଖଚଡ ମାଇକିନା ଦିଆ ଗପିଲେ ଯେତିକି ଆମ୍ବ ହେଇଛି ଗଛରେ ଧରିକି ପଳେଇବି ଘରକୁ, ବୁଝିଲ? ଖଚଡି ମାଇକି ବଜାତ ମାଇକିନା ଟୋକା ବାପ ପୁଅ ଯୁଆଡେ ଗଲେ ହାଁ ହେଲେ ସବୁଆଡେ ଟୋକା ଗପି ଦେଇଛି ଝୁଣ୍ଟିଆ ଆଣିଛି। ମୁଁ ଟିକେ ଫୁଟାଣି ମାରିଲା ଚାଲେ ଆଜି ବାପ ପୁଅଙ୍କୁ ନାମରେ ଦେବି ଖଚଡ ଟୋକା।